ଗପଟିର ନାମ ନିସ୍ୱାର୍ଥପର ଶୁଆ। ଦିନେ ଗୋଟିଏ ଶୁଆ ଜଙ୍ଗଲ ଭିତରେ ଉଡ଼ି ଉଡ଼ି ଯାଉଥିବା ବେଳେ ତାର ଆଖି ପଡ଼ିଲା ଗୋଟିଏ ଭଙ୍ଗା ଘରେ। ସେହି ଘରେ କେହି ରହୁନଥିଲେ। ସେହି ଘର ବାଡ଼ିରେ ଗୋଟିଏ ବଡ଼ ପିଜୁଳି ଗଛ ମଧ୍ୟ ଥିଲା। ଗଛରେ ପିଜୁଳି ପାଚି ଭର୍ତ୍ତି ହୋଇଥିଲା, ଆଉ କିଛି ପିଜୁଳି ପାଚି ତଳେ ଝଡ଼ି ପଡ଼ିଥିଲା। ଶୁଆଟି ସେଇ ଗଛକୁ ଓହ୍ଲାଇ ପେଟ ପୂରାଇ ପିଜୁଳି ଖାଇଲା। ଶୁଆଟି ପିଜୁଳି ଖାଉ ଖାଉ ତାର ମନେ ପଡ଼ିଲା ତାର ପଡ଼ିଶା ବସାରେ ଗୋଟିଏ ରୋଗିଣା ବୁଢ଼ୀ ଶୁଆ ରହୁଛି। ସେ ଖାଦ୍ୟ ନ ପାଇ ଭୋକ ଉପାସରେ ବସାରେ ପଡ଼ି ରହୁଛି। ସେ ତା ପାଇଁ ଥଣ୍ଟରେ ଦୁଇଟି ପିଜୁଳି ଧରି ବୁଢ଼ୀ ପାଖକୁ ଫେରିଲା। ବୁଢ଼ୀ ଶୁଆ ପିଜୁଳି ଖାଇ ତାକୁ ବହୁତ ଆଶୀର୍ବାଦ ଦେଲା। ସେହି ଶୁଆଟି ଏଥର ତାର ଜାତି ଭାଇଙ୍କୁ ଡାକି ସେହି ପିଜୁଳି ଗଛ ଦେଖାଇ ଦେଲା। ଦଳ ଦଳ ଶୁଆ ଉଡ଼ି ଆସି ପିଜୁଳି ଖାଇ 2ଟା ଦିନରେ ଗଛକୁ ଫଳଶୂନ୍ୟ କରିଦେଲେ। ଅନ୍ୟ ଏକ ଶୁଆ ସେହି ଶୁଆଟିକୁ ପଚାରିଲା, ତୁ ଯଦି ଏକୁଟିଆ ପିଜୁଳି ଖାଇଥାନ୍ତୁ, ମାସକ ପର୍ଯ୍ୟନ୍ତ ତୋର ଖାଦ୍ୟର ଅଭାବ ହୋଇନଥାନ୍ତା। ତୁ କିନ୍ତୁ ସମସ୍ତଙ୍କୁ ଡାକି ଆଣିଲୁ ଯେ ଗଛଟିକୁ ଫଳଶୂନ୍ୟ 2 ଦିନ ମଧ୍ୟରେ କରିଦେଲେ। ଶୁଆଟି ହସିଦେଇ ନମ୍ରତାର ସହିତ କହିଲା, ଭାଇ, ଏକୁଟିଆ ଖାଇବା ଅପେକ୍ଷା ବାଣ୍ଟି ଗଣ୍ଟି ଖାଇବାରେ ଅଧିକ ଆନନ୍ଦ ମିଳିଥାଏ। ଶେଷରେ ବୁଢ଼ୀ ଶୁଆଟି କହିଲା, ସ୍ୱାର୍ଥପର ହିଁ କେବଳ ନିଜ ପେଟ ଚିନ୍ତା କରେ। ଏହା ଶୁଣି ସମସ୍ତେ ଶୁଆଟିକୁ ଧନ୍ୟବାଦ ଦେଲେ। ଏହି ଗପରୁ ଆମେ ଜାଣିଲେ ଯେ ଏକୁଟିଆ ଖାଇବା ଅପେକ୍ଷା ମିଳିମିଶି ଖାଇବାରେ ହିଁ ବଡ଼ପଣ ଥାଏ ଏବଂ ଆନନ୍ଦ ମଧ୍ୟ ମିଳିଥାଏ।